ଅର୍ଥନୈତିକ ବ୍ୟବସ୍ଥା ତୃତୀୟ ପାଠ ଦାରିଦ୍ର୍ୟ ପାଠରେ ଆମେ ପ୍ରଶ୍ନୋତ୍ତର ଆଲୋଚନା କରିବୁ। ଜଣେ ବ୍ୟକ୍ତି ବିଶେଷଙ୍କ ସର୍ବନିମ୍ନ ଖାଦ୍ୟ ଆବଶ୍ୟକତାକୁ କେଉଁ ଆକାରରେ ପ୍ରକାଶ କରାଯାଏ? କ୍ୟାଲୋରୀ ଆକାରରେ। ଗଣ ଦାରିଦ୍ର୍ୟ କହିଲେ କ'ଣ ବୁଝ? ଖାଦ୍ୟ, ବସ୍ତ୍ର, ବାସଗୃହ ଆଦିର ଅଭାବ ଦେଶର ଅଧିକ ଲୋକଙ୍କ ପାଖରେ ଉପଲବ୍ଧ ହେଉନଥିଲେ ସେ ଦେଶର ଅର୍ଥନୈତିକରେ ଦାରିଦ୍ର୍ୟ ଅତି ଚରମ ଅବସ୍ଥାରେ ଅଛି ବୋଲି କୁହାଯାଏ। ଏହି ଅବସ୍ଥାକୁ ଗଣ ଦାରିଦ୍ର୍ୟ ବୋଲି କୁହାଯାଏ। ଜଣେ ଗ୍ରାମାଞ୍ଚଳ ବ୍ୟକ୍ତିର ଦୈନିକ କେତେ ପରିମାଣର ଖାଦ୍ୟସାର ଆବଶ୍ୟକ? ଜଣେ ଗ୍ରାମାଞ୍ଚଳ ବ୍ୟକ୍ତିର ଦୈନିକ 2400 କ୍ୟାଲୋରୀ ଖାଦ୍ୟସାର ଆବଶ୍ୟକ। ଜଣେ ସହରାଞ୍ଚଳ ବ୍ୟକ୍ତିର ଦୈନିକ କେତେ ପରିମାଣ ଖାଦ୍ୟସାର ଆବଶ୍ୟକ? 21। 1999 ଓ 2000 ମସିହା ମଧ୍ୟରେ ବା ଅନୁଯାୟୀ ଓଡ଼ିଶାରେ ଦାରିଦ୍ର୍ୟ ସୀମାରେଖା ତଳେ କେତେ ଲୋକ ଥିଲେ? 47.2% ଲୋକ ଥିଲେ। ସମନ୍ୱିତ ଗ୍ରାମ୍ୟ ଉନ୍ନୟନ ଯୋଜନା ଲକ୍ଷ୍ୟ କ'ଣ? ଲକ୍ଷ୍ୟ ହେଉଛି ସମାଜର ଦରିଦ୍ରତମ ପରିବାରଗୁଡ଼ିକର ଉନ୍ନତି ନିମନ୍ତେ ପ୍ରବର୍ତ୍ତନ କରାଯାଇଛି। ଏହି ଯୋଜନାରେ କ୍ଷୁଦ୍ର ଚାଷୀ, ଭୂମିହୀନ କୃଷକ, ଗ୍ରାମ୍ୟ କାରିଗର, ବୁଣାକାର, ହରିଜନ, ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଅନ୍ତର୍ଭୁକ୍ତ। 2ଟି ଆତ୍ମନିଯୁକ୍ତି ଭିତ୍ତିକ ଦାରିଦ୍ର୍ୟ ଦୂରୀକରଣ ଯୋଜନା ବିଷୟରେ ଲେଖ। ସମନ୍ୱିତ ଗ୍ରାମ ଉନ୍ନୟନ ଯୋଜନା ଓ ଗ୍ରାମ୍ୟ ଯୁବକ ତାଲିକା ଯୋଜନା ଦୁଇଟି ଆତ୍ମନିଯୁକ୍ତି ଦାରିଦ୍ର୍ୟ ଦୂରୀକରଣ ଅନ୍ତର୍ଗତ। ଭାରତରେ ଦାରିଦ୍ର୍ୟର କାରଣ ସମ୍ପର୍କ ସୂଚନା ଦିଅ। ଭାରତରେ ଅଧିକାଂଶ ଲୋକମାନଙ୍କ ନିମ୍ନ ସ୍ତରରେ ଆୟ, ଜନସଂଖ୍ୟା ଦ୍ରୁତ ବୃଦ୍ଧି ହାର, ଭୂମି ଓ ଅନ୍ୟାନ୍ୟ ସମ୍ପତ୍ତିର ବଣ୍ଟନରେ ଅସମାନତା, ସ୍ୱଳ୍ପ ଉତ୍ପାଦନଶୀଳତା, ନିଯୁକ୍ତି ସୁଯୋଗର ଅଭାବ, ଋଣ ମାତ୍ରାରେ ବୃଦ୍ଧି ଇତ୍ୟାଦି ଦାରିଦ୍ର୍ୟର କାରଣ। ଗ୍ରାମୀଣ ମହିଳା ଓ ଶିଶୁ ଉନ୍ନୟନ ଯୋଜନା କେବେଠାରୁ କାର୍ଯ୍ୟକାରୀ ହେଲା? ଗ୍ରାମୀଣ ମହିଳା ଶିଶୁ ଉନ୍ନୟନ ଯୋଜନା 1993 ଠାରୁ କାର୍ଯ୍ୟକାରୀ ହେଲା। ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରେ କି କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ? ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରେ ବେକାରୀ ଓ ଅର୍ଦ୍ଧ ବେକାରୀ ମାନଙ୍କ ପାଇଁ କର୍ମ ନିଯୋଜନ ସୁଯୋଗ ସୃଷ୍ଟି କରିବା ପାଇଁ ଏହା ପ୍ରଣୀତ। ଏହି ଯୋଜନା ଅନୁସାରେ 18ରୁ 35 ମଧ୍ୟ ଯୁବତୀମାନଙ୍କୁ କୌଣସି ଲଘୁ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ସର୍ବାଧିକ 7,500 ଟଙ୍କା ଅନୁଦାନ ଆକାରରେ ସାହାଯ୍ୟ ଦିଆଯାଇଥାଏ। ଜବାହର ଗ୍ରାମ୍ୟ ସମୃଦ୍ଧି ଯୋଜନାର ଲକ୍ଷ୍ୟ କ'ଣ? ଗ୍ରାମାଞ୍ଚଳରେ କୃଷିକାର୍ଯ୍ୟ ଶିଥିଳ ବା ମାନ୍ଦା ହୋଇଥିବା ବେଳେ ସେ ସମୟରେ କୃଷି ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଦେବା ହେଲା ଏହି ଯୋଜନାର ମୂଲ୍ୟ ଲକ୍ଷ୍ୟ। ଏଥିରେ ମୁଖ୍ୟତଃ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥାଏ। ପାର୍ଥକ୍ୟ ଦର୍ଶାଅ। ସମନ୍ୱିତ ଗ୍ରାମ୍ୟ ଉନ୍ନୟନ ଯୋଜନା ଓ ଜାତୀୟ ଗ୍ରାମ୍ୟ ନିୟୋଜନ ଯୋଜନା ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।
ଚରମ ଦାରିଦ୍ର୍ୟ ଓ ଆପେକ୍ଷିକ ଦାରିଦ୍ର୍ୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ଚରମ ଦାରିଦ୍ର୍ୟ କେନ୍ ହେଉଛି ଜୀବନ ଧାରଣ ପାଇଁ ମୌଳିକ ଉପାଦାନ ମାନଙ୍କର ଅଭାବ ଥିବା ଲୋକମାନେ ଚରମ ଦାରିଦ୍ର୍ୟ ଶିକାର ହୋଇଥାନ୍ତି। ଏହି ପ୍ରକାର ଉତ୍କୃଷ୍ଟ ଦାରିଦ୍ର୍ୟ ଭାରତରେ ଏକ ବ୍ୟାଧି ସଦୃଶ ଦେଖାଯାଏ। ଆପେକ୍ଷିକ ଦୁଇ ଜଣ ବ୍ୟକ୍ତିଙ୍କ ଆୟ ବୈଷମ୍ୟ ଆପେକ୍ଷିକ ଦାରିଦ୍ର୍ୟ ବୁଝାଏ। ଏ ପ୍ରକାର ଦାରିଦ୍ର୍ୟ ପ୍ରାୟ ସବୁ ଦେଶ ଦେଖାଯାଏ। ଆତ୍ମନିଯୁକ୍ତି ପାଇଁ ଗ୍ରାମ୍ୟ ଯୁବକ ତାଲିମ ଯୋଜନା ଓ ସ୍ୱର୍ଣ୍ଣ ଜୟନ୍ତୀ ସହରୀ ରୋଜଗାର ଯୋଜନା ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ସଂକ୍ଷିପ୍ତ ବିବରଣୀ ପ୍ରଦାନ କର। ଗ୍ରାମାଞ୍ଚଳରେ କାହିଁକି ଦରିଦ୍ରଙ୍କ ସଂଖ୍ୟା ଅଧିକ? ଗ୍ରାମାଞ୍ଚଳରେ ଭୂମି ବଣ୍ଟନ କ୍ଷେତ୍ରରେ ଗୁରୁତର ବୈଷମ୍ୟ ରହିଛି। ଏଠାରେ ଅଧିକାଂଶ କୃଷକ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଅଟନ୍ତି। ଗ୍ରାମାଞ୍ଚଳରେ ବିକଳ୍ପ ବୃଦ୍ଧିର ଅଭାବ ରହିଛି। ଲୋକମାନଙ୍କର ଆୟର ସ୍ତର ଅତି ନିମ୍ନ ଅଟେ। ତେଣୁ ଗ୍ରାମାଞ୍ଚଳରେ ଦରିଦ୍ରଙ୍କ ସଂଖ୍ୟା ଅଧିକ ହୋଇଥାଏ। ସମନ୍ୱିତ ଗ୍ରାମ୍ୟ ଉନ୍ନୟନ ଯୋଜନା ଲକ୍ଷ୍ୟ। ସମନ୍ୱିତ ଗ୍ରାମ୍ୟ ଯୋଜନା ମାଧ୍ୟମରେ ସମାଜର ଦରିଦ୍ରତମ ପରିବାର ଗୁଡ଼ିକର ଉନ୍ନତି ନିମନ୍ତେ ପ୍ରବର୍ତ୍ତନ କରାଯାଇଛି। ଦାରିଦ୍ର୍ୟ ଦୂରୀକରଣ ପାଇଁ ଏହା ଏକ ମୁଖ୍ୟ ଆତ୍ମନିଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମ। ଗ୍ରାମାଞ୍ଚଳର ଦରିଦ୍ର ପରିବାରମାନଙ୍କୁ ଚିହ୍ନଟ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଗୋପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ, କ୍ଷୁଦ୍ର ଶିଳ୍ପ, କୁଟୀର ଶିଳ୍ପ ଇତ୍ୟାଦି ବିଭିନ୍ନ ଅର୍ଥ କରି ପେଶା ପାଇଁ ସାହାଯ୍ୟ ଋଣ ତଥା ଅନୁଦାନ ଯୋଗାଇ ଦିଆଯାଇଥାଏ। ନମ୍ବର 3, ଦାରିଦ୍ର୍ୟର କଳନା କିପରି କରାଯାଏ? ସାଧାରଣତଃ ଦୁଇଟି ପଦ୍ଧତି ଅନୁସରଣ କରି ଦାରିଦ୍ର୍ୟ ଆକଳନ କରାଯାଇଛି। ଆବଶ୍ୟକ ହେଉଥିବା ସର୍ବନିମ୍ନ କ୍ୟାଲୋରି ଉପରେ ଗୁରୁତ୍ୱ। ଏହି କ୍ୟାଲୋରି ଖାଦ୍ୟସାରକୁ ମୁଦ୍ରା ଆକାରରେ ଆକଳନ କରାଯାଇ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ମୁଣ୍ଡ ପିଛା ମାସିକ ସର୍ବନିମ୍ନ ଖର୍ଚ୍ଚ। ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଆଇନ କ'ଣ? ଗ୍ରାମାଞ୍ଚଳରେ ବାସ କରୁଥିବା ଦାରିଦ୍ର୍ୟ ପ୍ରପୀଡ଼ିତ ପରିବାରଗୁଡ଼ିକୁ କର୍ମ ନିଯୁକ୍ତି ସୁଯୋଗ ନିଶ୍ଚିତ କରିବା ପାଇଁ 2005 ମସିହାରେ ଭାରତ ସରକାର ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଆଇନ 2006 ଘୋଷଣା କରିଛନ୍ତି। ଏହି ଆଇନ ବର୍ତ୍ତମାନ ଦେଶରେ 200ଟି ପଛୁଆ ତଥା ଅନଗ୍ରସର ଜିଲ୍ଲାମାନଙ୍କର କାର୍ଯ୍ୟକାରୀ ହେଉଛି। ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ୱରୋଜଗାର ଯୋଜନା 1999 ମସିହାରେ ସମନ୍ୱିତ ଗ୍ରାମ୍ୟ ଉନ୍ନୟନ ଯୋଜନା, ଗ୍ରାମୀଣ ମହିଳା ଓ ଶିଶୁ ଉନ୍ନୟନ ଯୋଜନା, ଆତ୍ମନିଯୁକ୍ତି ପାଇଁ ଗ୍ରାମ୍ୟ ଯୁବକ ତାଲିମ ଯୋଜନା ଓ ନିୟତ କର୍ମ ଯୋଜନାକୁ ଏକତ୍ରୀକରଣ କରି ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ୱରୋଜଗାର ଯୋଜନା ପ୍ରଣୟନ କରାଯାଇଛି। IRGP WCRA TRYACM + MWF = SGFY।